ନିର୍ବାଚନ ଯେତେବେଳେ ଆସେ ସେତେବେଳେ ବିଭିନ୍ନ ରାଜନୈତିକ ଦଳ ରାଜ୍ୟ ବିଧାନସଭା ଏବଂ ଲୋକସଭା ପାଇଁ ନିର୍ବାଚନ ହେଲାବେଳେ ବିଭିନ୍ନ ରାଜନୈତିକ ଦଳ ଭିତରେ ତତ୍ପରତା ରହେ, ଚେଷ୍ଟା କରନ୍ତି ସେ ରାଜନୈତିକ ଦଳମାନେ ନିର୍ବାଚନ କେମିତି ଲଢ଼ିବେ ଏବଂ ଜିତିବେ। ଏବଂ ପ୍ରଥମେ ଭାରତୀୟ ଜନତା ପାର୍ଟି ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ହେଲା ଏବଂ ପରବର୍ତ୍ତୀ ଅବସ୍ଥାରେ କଂଗ୍ରେସର ପ୍ରାର୍ଥୀ ମୋତେ ଘୋଷଣା କରାଗଲା ଏବଂ ତା ପରବର୍ତ୍ତୀ ଅବସ୍ଥାରେ ବିଜୁ ଜନତା ଦଳର ମଧ୍ୟ ଜଣକୁ ପ୍ରାର୍ଥୀ କରାଗଲା। ଏ ତିନି ଜଣ ପ୍ରାର୍ଥୀ ହୋଇଯିବା ପରେ ଲୋକଙ୍କ ମନରେ ବର୍ତ୍ତମାନ ଗୋଟାଏ ଖୋଲାଖୋଲି ଭାବରେ ଲୋକ ଜାଣିଗଲେ ଯେ ତିନୋଟି ସାରା ଦଳ ଲଢ଼େଇ କରିବେ, ତାଙ୍କର କେଉଁ ଯୋଦ୍ଧାକୁ ନେଇ କିଏ ଲଢ଼ିବ ସେଥିପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେଲା। ଏବଂ ମୁଁ କଂଗ୍ରେସ ଦଳରେ ଆଜିକୁ ପାଖାପାଖି 50 ବର୍ଷ ହେଲା କଂଗ୍ରେସ ଦଳରେ ଅଛି। 50 ବର୍ଷ ଭିତରେ ମୁଁ ଲଗାତାର ଭାବରେ 1980 ମସିହା ପାଖରୁ ଆଜି ପର୍ଯ୍ୟନ୍ତ ମୁଁ 9 ଥର ଟିକେଟ୍ ପାଇଥିଲି, ଏଥର ପୁଣି ଟିକେଟ୍ ପାଇଲି। ଲଗାତାର 9 ଥର ଟିକେଟ୍ ପାଇଥିଲି, ଏଥର ଟିକେଟ୍ ପାଇଲି, ମୋର 10 ଥର ହେଲା। ମୁଁ 10 ଥର ଲୋକଙ୍କ ପାଖରେ ଅଛି, ନିର୍ବାଚନ ଲଢ଼ୁଛି, ନିର୍ବାଚନ ଜିତିଛି, ନିର୍ବାଚନ ହାରିଛି। ନିର୍ବାଚନରେ ସର୍ବାଧିକ ଭୋଟ 27,000 ଅଧିକ ଭୋଟରେ ଲିଡ୍ କରିକି ଜିତିକି ଆସିଛି। ସର୍ବନିମ୍ନ ଭୋଟରେ ହାରିଛି, 4,000 ଭୋଟରେ ମୁଁ ନିର୍ବାଚନ ହାରିଛି। ତେଣୁ ନିର୍ବାଚନ ହାରିବା ଜିତିବା ଗୋଟେ ପ୍ରକ୍ରିୟା। ଲୋକମାନେ 4 ଜଣ 5 ଜଣ ପ୍ରାର୍ଥୀ ହୁଅନ୍ତି ଏବଂ ତା ଭିତରୁ ଜଣକୁ ନିର୍ବାଚିତ କରନ୍ତି। ଲୋକ ମୋତେ ବାରମ୍ବାର ପରୀକ୍ଷା କରିସାରିଛନ୍ତି, ଲୋକ ଜାଣିଛନ୍ତି ମୁଁ କ'ଣ ବୋଲି। ଆଜିର ଯେଉଁ ନିର୍ବାଚନ ହେଉଛି ଗୋଟେ ନିର୍ଣ୍ଣାୟକ ନିର୍ବାଚନ ହେଉଛି। ଏ ନିର୍ଣ୍ଣାୟକ ନିର୍ବାଚନ ହେଉଛି ଓଡ଼ିଶା ରାଜ୍ୟରେ 24 ବର୍ଷ ହେଲା ଗୋଟେ ବିଜୁ ଜନତା ଦଳର ସରକାର ଅଛି। ଭାରତୀୟ ଜନତା ପାର୍ଟିର ସରକାର 10 ବର୍ଷ ହେଲା କେନ୍ଦ୍ରରେ ରହିଛି। ବହୁତ ବଡ଼ ବଡ଼ ସବୁ ଲୋକମାନଙ୍କୁ ସ୍ୱପ୍ନ ଦେଖାଇଥିଲେ। ନରେନ୍ଦ୍ର ମୋଦି ସରକାରକୁ ଆସିଲେ 2014 ମସିହାରେ କହିଥିଲେ ସମସ୍ତଙ୍କ ପାସବୁକ୍ରେ ଧନଜନ ଯୋଜନାର ପାସବୁକ୍ ଲୋକ ବେଲା କଂସା ବନ୍ଧା ପକାଇକି ଖୋଲିଲେ, ସମସ୍ତଙ୍କ ପାସବୁକ୍କୁ 15 ଲକ୍ଷ ଟଙ୍କା ଜମା ଆସିଯିବ। 10 ବର୍ଷ ଚାଲିଗଲା, 2ଟା ଇଲେକ୍ସନ୍ ଚାଲିଗଲା ଏବଂ 15 ଟଙ୍କା ବି ଲୋକ ପାଇଲେନି। ଲୋକ ପଚାରୁଛନ୍ତି ଯେ କାହିଁକି ଆମକୁ ଦିଆଗଲାନି? ସେ କହୁଛନ୍ତି ଓ ଚୁନାବ କେ ଲିଏ ଏକ ଜୁମଲା ଥା। ଏ ନିର୍ବାଚନ ପାଇଁ ଆମେ ଗୋଟେ ମିଛ ପ୍ରଚାର କରିଥିଲୁ, ଲୋକ ସେଆକୁ ମାନିକି ଭୋଟ ଦେଇଦେଲେ ଏବଂ ଠିକ୍ ସେଇଭଳି ଭାବରେ କହିଥିଲେ ସମସ୍ତେ ଦରଦାମ ହ୍ରାସ କରିଦେବେ। ଦରଦାମ କିଭଳି ଭାବରେ ହ୍ରାସ ହେଇଛି ତାକୁ ନରେନ୍ଦ୍ର ମୋଦି କହିଥିଲେ, ନବୀନ ବାବୁ ବି କହିଥିଲେ। ଦରଦାମ ଏଭଳି ହ୍ରାସ ହେଇଛି, ଜିରା କିଲୋ 850 ଟଙ୍କା, ରସୁଣ କିଲୋ 450 ଟଙ୍କା, ସୋରିଷ ତେଲ ଲିଟର 150 ଟଙ୍କା, କିରୋସିନ 5 ଟଙ୍କାରେ କଂଗ୍ରେସ ବେଳେ ଲୋକ ପାଉଥିଲେ, କିରୋସିନ ଲିଟର 150 ଟଙ୍କା କଣ୍ଟ୍ରୋଲରେ ମିଳୁନାହିଁ, ମାର୍କେଟରେ ମିଳୁଛି। ଏବଂ ସବୁଥିର GST ଲାଗିଯାଇଛି। ଚୁଡ଼ା, ଗୁଡ଼, ଖଇ, ଉଖୁଡ଼ା ଯାହା ସବୁଥିରେ ଆପଣ ହୋଟେଲରେ ଖାଇଲେ ବି GST ଦେଇକି ଆସିବେ। ଏ ଯେଉଁ ପରିସ୍ଥିତି ହେଇଛି, ଲୋକଙ୍କୁ ପୁରା ଲୁଟ୍ କରିକି ବିଜେଡ଼ି ସରକାର ବିଜେପି ସରକାର ଲୋକଙ୍କୁ ଲୁଟ୍ କରିକି ଲୋକଙ୍କ ପଇସାରେ ଯେଉଁ ଦାନ କରିବା ପାଇଁ ଯେଉଁ କଥା କହିଛନ୍ତି, ବିଶେଷ କରିକି ଲୋକଙ୍କୁ ଲୁଟ୍ କ'ଣ କରିଛନ୍ତି? ଲୋକଙ୍କୁ ଲୁଟ୍ କରିଛନ୍ତି, ତାଙ୍କ ପାଖରୁ ଟିକସ ନେଉଛନ୍ତି। ଦେଉଛନ୍ତି କ'ଣ? ମୁଁ କେତେବେଳେ ଜୋତା, କେତେବେଳେ ଛତା, କେତେବେଳେ ଆମକୁ 2ଟା ଅଖା ବ୍ୟାଗ ଶଙ୍ଖ ଚିହ୍ନ ଦେଇକି 1000 ଟଙ୍କା ଦାଦନ ଖଟିବାକୁ ଯାଅ। ଏବଂ ସବୁଠାରୁ ଆଶ୍ଚର୍ଯ୍ୟ, ଆପଣ ତ ଯୁବକ ଲୋକ 2 ଜଣ ଯାକ, ଆପଣ ଜାଣିଥିବେ ଓଡ଼ିଶା ରାଜ୍ୟରୁ 24 ବର୍ଷ ଭିତରେ ନବୀନ ପଟ୍ଟନାୟକ ସରକାରରେ 32 ଲକ୍ଷ ବେକାରୀ ଯୁବକ ଯୁବତୀ ଯାଇକି ବାହାରେ ଦାଦନ ଖଟୁଛନ୍ତି। ତାଙ୍କ ବାପା ମା ପେଟର ଉଦାଙ୍ଗନା ଦେଇକି ପାଠ ପଢ଼ିଲେ ସେମାନେ ଏବଂ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ନିଯୁକ୍ତି ମିଳିଲା ନାହିଁ। ନିଯୁକ୍ତି ଉଠିଯାଇଛି ପୁରା ବିଜେଡ଼ି ବିଜେପି ସରକାରରେ। ସେମାନେ ଯାଇକି ଦାଦନ ଖଟୁଛନ୍ତି ବାହାରେ, ସୁରଟରେ, ତାମିଲନାଡ଼ୁରେ, କର୍ଣ୍ଣାଟକରେ, ଆନ୍ଧ୍ରରେ ଏବଂ କେରଳରେ ଯାଇକି ଦାଦନ ଖଟୁଛନ୍ତି। ଇଏ ହେଉଛି ବିଜେଡ଼ି ବିଜେପି ସରକାରର ଲୋକମାନଙ୍କ ପ୍ରତିଶ୍ରୁତି। ଯଦି ସାର୍ କହିବା ଆମେ ଆନନ୍ଦପୁର ହେଉଛି ବହୁ ଛୋଟ ନିର୍ବାଚନ ମଣ୍ଡଳୀ, ସେଥିରେ ସବୁବେଳେ ପ୍ରାର୍ଥୀ ଦୋହରାଏ ବିଜେଡ଼ି।
ଏଥର ମଧ୍ୟ ପାର୍ଟି ଦୋହରାଇଛି ଏବଂ ନୂଆ ଚେହେରା ଜଣେ ଆସିଛନ୍ତି। ବିଜେଡି ରେ ଏଭଳି ଭ୍ରଷ୍ଟାଚାର ଦୁର୍ନୀତି ଏଭଳି ବାଟକୁ ଯାଇଛି। ଜବ୍ କାର୍ଡ଼ ଗୁଡ଼ା ଡୁପ୍ଲିକେଟ୍ କରିକି ଲୋକଙ୍କର ପଇସାଟାକୁ ଖାଇ ଦେଉଛନ୍ତି କଣ୍ଟ୍ରାକ୍ଟର। ସେ ଲୋକ ଜାଣୁନାହିଁ ଯେ ମୋ ଜବ୍ କାର୍ଡ଼ରେ ପଇସା ଉଠା ହେଇଛି ବୋଲି। ଲକ୍ଷ ଲକ୍ଷ ଟଙ୍କା ଖାଇ ଦେଉଛନ୍ତି, କୋଟି କୋଟି ଟଙ୍କା ଖାଇ ଦେଉଛନ୍ତି। ଶୁଣନ୍ତୁ, ଆପଣଙ୍କର ଇନ୍ଦିରା ଆବାସ ଘର ମୁଁ MLA ଥିଲାବେଳେ ଶପଥ କରେଇଥିଲି ସରକାରୀ ଅଫିସର ଏବଂ ଲୋକମାନଙ୍କୁ, ଯିଏ ସେଥିରେ ଲାଞ୍ଚ ଖାଇବ ତାକୁ କୁଷ୍ଠରୋଗ ହୋଇଯିବ। ଏଠି କାହାରିକି କୁଷ୍ଠଫୁଷ୍ଟ ହେଉନି। 20,000 ଟଙ୍କା ନଦେଲେ ଗୋଟେ ଇନ୍ଦିରା ଆବାସ ଘର ମିଳିବନି, ଯାହାକୁ କହୁଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଘର। ଭତ୍ତାଟିଏ ଗରିବ ବୁଢ଼ୀ ମାଆଟିଏ ପାଇବ। ଇନ୍ଦିରା ଗାନ୍ଧୀ ତାକୁ 500 ଟଙ୍କା କରିଥିଲେ। ଏବେ ଇଲେକ୍ସନ୍ 15 ଦିନ ଥିଲା, ଇଏ ଘୋଷଣା କରିଛନ୍ତି ଯେ ଏଇଟା ହେଉଛି 1,000 ଟଙ୍କା। ଇଏ 1,000 ଟଙ୍କା ବି ଆଙ୍କ ଦେବା ପାଇଁ ସୁବିଧା ନାହିଁ, କାରଣ ଇଏ ସରକାରକୁ ଆସିବେନି। କିନ୍ତୁ ରାହୁଲ ଗାନ୍ଧୀ କହିଛନ୍ତି ପ୍ରତ୍ୟେକ ବୁଢ଼ାବୁଢ଼ୀ ଯାହାର 60 ବର୍ଷ ହେଇଛି ସେମାନେ 2,000 ଟଙ୍କା ଭତ୍ତା ପାଇବେ, ବିଧବାମାନେ 2,000 ଟଙ୍କା ଭତ୍ତା ପାଇବେ ଏବଂ ପ୍ରତି ପରିବାରରେ ଜଣେ ବୁଢ଼ୀ ମାଆକୁ 2,000 ଟଙ୍କା ତାକୁ ଦିଆଯିବ ତା ପରିବାର ଚଳାଇବା ପାଇଁ। ରାହୁଲ ଗାନ୍ଧୀ କହିଛନ୍ତି 1,00,000 ଟଙ୍କା ବର୍ଷକୁ ଦିଆଯିବ ଗୋଟିଏ ବୁଢ଼ୀ ମାଆକୁ ଗୃହଲକ୍ଷ୍ମୀ ଯୋଜନାରେ। ସେ ତା ପରିବାରକୁ ବର୍ଷ ସାରା କେମିତି ଚଳାଇବ ତା ହାତରେ ଚାବି ରହିବ, ସେଥିପାଇଁ ମାଆକୁ ଏ ସାହାଯ୍ୟ କରାଯିବ। ତେଣୁ ସବୁ ଯୋଜନା ସବୁ ବ୍ୟବସ୍ଥା ହେଉଛି କଂଗ୍ରେସର। ଏମାନେ ଯେଉଁ ଜୁମଲା କହିକି ମିଛ କହିକି ଲୋକଙ୍କୁ ପ୍ରତାରିତ କରିଥିଲେ, ଏମାନେ ଧରା ପଡ଼ିଯାଇଛନ୍ତି। ଏବଂ ବିଜେଡ଼ି ଏକାବେଳକେ ଜଣକୁ 2 ଥର ପ୍ରାର୍ଥୀ କରିବାର ତା ସୁବିଧା ନାହିଁ, କାରଣ ଯିଏ ଆସିଲା ସିଏ ଲୁଟିଲା, ତାକୁ ବିଦା କଲେ ଆଉ ଗୋଟେ ଲୁଟାରେ ଆଣିଲେ ଏବଂ ଆଉ ଜଣେ ଲୁଟେରା ଆସିଲା ତାକୁ ବିଦା କରିବେ, ଆଉ ଜଣେ ଲୁଟେରା ଆଣିବେ। ତେଣୁ ଜଣକୁ 2 ଥର କେମିତି ନେବେ? ମୁଁ 10 ଥର ପ୍ରାର୍ଥୀ ହେଲିଣି। ମୁଁ ଗାଁରେ ବୁଲୁଛି, ଲୋକଙ୍କ ପାଖକୁ ଯାଉଛି, ଲୋକଙ୍କ ଦୁଆରକୁ ଯାଉଛି, ଲୋକଙ୍କ ସହିତ କଥା ହେଉଛନ୍ତି, ଲୋକ ଭଲ କଥା କହୁଛନ୍ତି, ଭୋଟ୍ ଦେବେ କହୁଛନ୍ତି, ଅଭିମାନ ବି କରୁଛନ୍ତି। କିନ୍ତୁ ଇଏ ଗାଁକୁ ଯାଇପାରିବେନି, ସେଥିପାଇଁ ବଦଳାଇ ଦେଉଛନ୍ତି। କେତେ ଥର ବଦଳାଇବେ? କେତେ ଥର ଲୋକଙ୍କୁ ଠକିବେ?